ଗୋଟେ ଚାମଚ ଦେଲେ ମାତ୍ରେ ଘର ତ ଘର ବାହାର ପର୍ଯ୍ୟନ୍ତ ବାସ୍ନା ଉଡ଼ି ଉଡ଼ି ଯିବ। ତ ଏତେ ଟେଷ୍ଟି ଆଉ ଏତେ ବଢ଼ିଆ ସେ ବନିବ ହୋମ୍ ମେଡ୍ ଗରମ ମସଲା ନିହାତି ଥରେ ବନେଇବେ। ତ ଏଇଠି ଆମେ କ'ଣ କରିବା, ପ୍ୟାନ୍ ବସେଇକି ଗୋଟା ଧନିଆ, ଶୁଖିଲା ଲଙ୍କା ଆଉ ଏଇଠି ଭୃସୁଙ୍ଗା ପତ୍ର ନେବା। ଆଉ ଏଇଠି ଗୋଲମରିଚ, ତେଜପତ୍ର, ଡାଲଚିନି, ବଡ଼ ଇଲାଇଚି, ଗୋଟେ ଷ୍ଟାର ଫୁଲ ଆଉ ଏଇଠି ଗୋଟେ ଗୁଜୁରାତି, ଲବଙ୍ଗ, ପାନମଧୁରୀ, ଜିରା, ବୁଟ ଡାଲି, ବିରି ଡାଲି ଆଉ ଏଇଠି ଲାଷ୍ଟରେ ଅଳ୍ପ ଟିକେ ନାକୁ ଚାଉଳ। ତ ଏଇଟା ମୋର ଲଙ୍ଗ୍ ଭିଡ଼ିଓରେ ମୁଁ ଅପଲୋଡ଼ କରିସାରିଛି, ଆପଣମାନେ ଚାହିଁଲେ ଦେଖିପାରିବେ। ଫୁଲ୍ ରେସିପି ଏଇଥିରେ ଅଛି। ତ ଏ ସବୁଯାକ ଜିନିଷ 5ରୁ 6 ମିନିଟ୍ ବଢ଼ିଆ ସେ ଆକୁ ଭାଜି ନେବା ଆଉ ଏଇଟାକୁ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଫ୍ରେଣ୍ଡସ୍, ଏବେ ପର୍ଯ୍ୟନ୍ତ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ କରିଦିଅନ୍ତୁ ଦୟାକରିକି। ତ ଏଇଠି ଆମେ କ'ଣ କରିବା, ଗୋଟେ ଗ୍ରାଇଣ୍ଡର ଜାର୍ରେ ସବୁତକ ମସଲା ଦେବା ଆଉ ଗୋଟେ ଚାମଚ ହଳଦୀ ଗୁଣ୍ଡ ଦେଇକି ପୁରା ଫାଇନ୍ ପାଉଡ଼ରଟେ ବନେଇବା। ଆଉ ଗୋଟେ ବାଉଲକୁ ଆକୁ ବାହାର କରି ନେବା। ଆଉ ଏଇ ପାଉଡ଼ରଟା ଆପଣମାନେ ଡବାରେ ଟେକିକି ରଖନ୍ତୁ, ଯେବେ ଇଚ୍ଛା